କାହାଣୀ ବିଲୁଆର ଚତୁରତା। ଥରେ ଗୋଟେ କାଉ ଭୋଜିଠାରୁ ଗୋଟେ ମାଲପୁଆ ନେଇ ଆସିଲା। ସେ ଯେଉଁ ଗଛରେ ବସିଲା ସେହି ଗଛ ତଳେ ଗୋଟେ ବିଲୁଆଟିଏ ବସିଥିଲା। ମାଲପୁଆ ଦେଖି ବିଲୁଆର ପାଟିରୁ ଲାଳ ବାହାରି ପଡ଼ିଲା। ସେ ଚିନ୍ତା କଲା ଯେ କିପରି ଭାବରେ କାଉଠାରୁ ମାଲପୁଆଟା ଆଣିହେବ। ସେ କାଉର ଗୀତ ଗାଇବାର ବହୁତ ପ୍ରଶଂସା କଲା ଓ କହିଲା, କାଉ ଭାଇ, ତୁମର ଗୀତ ଶୁଣିବାକୁ ମୋର ବହୁତ ଇଚ୍ଛା ହେଉଛି। ଦୟାକରି ଏବେ ଗୋଟେ ଗୀତ ଗାଇଦିଅ ତ। ମୂର୍ଖ କାଉ ବିଲୁଆର ପ୍ରଶଂସା ଶୁଣି ଖୁସି ହେଇଗଲା। ଗୀତ ଗାଇବାକୁ ମୁହଁ ଖୋଲିଲା। ତେବେ ମାଲପୁଆଟି ତଳେ ପଡ଼ିଗଲା। ବିଲୁଆ ମାଲପୁଆ ଧରି ଦୌଡ଼ି ପଳାଇଗଲା। କାଉ ନିଜର ଭୁଲ ବୁଝିପାରି ମୁହଁ ଶୁଖାଇ ରହିଗଲା। ବେଳେବେଳେ ମନୁଷ୍ୟ ନିଜର ଅସତ୍ୟ ଓ ଅଯଥା ପ୍ରଶଂସା ଶୁଣି ଭୁଲିଯାଏ ଏବଂ କାଉ ଭଳି ଏବଂ ମୂର୍ଖ ଭଳି କାମ କରି ବସେ। ଧନ୍ୟବାଦ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।